କେବେ ବି ବାସି ହୁଏ ନାହିଁ ଏହି ଚାରୋଟି ଜିନିଷ। ବେଲପତ୍ର ଶିବଲିଙ୍ଗ ଉପରେ ଚଢ଼ାଇବା ପରେ ଏହାକୁ ଧୋଇ ପୁଣି ଥରେ ଚଢ଼ାଯାଇ ପାରିବ। ପଦ୍ମ ଫୁଲକୁ 5 ଦିନ ପର୍ଯ୍ୟନ୍ତ ଧୋଇ ବ୍ୟବହାର କରାଯାଇ ପାରିବ। ତୁଳସୀ ପତ୍ର କେବେ ବି ବାସି ହୁଏ ନାହିଁ। ଗୋଟିଏ ତୁଳସୀ ପତ୍ର 10 ଦିନ ପର୍ଯ୍ୟନ୍ତ ପୂଜା ପାଇଁ ବ୍ୟବହୃତ ହୋଇପାରିବ। ଗଙ୍ଗା ଜଳ ଅତ୍ୟନ୍ତ ଶୁଦ୍ଧ ଏବଂ ଏହା ଯେତେ ପୁରୁଣା ହେଲେ ବି ଖରାପ କିମ୍ବା ବାସି ହୁଏ ନାହିଁ। ରାବଣ ମୃତ୍ୟୁ ପୂର୍ବରୁ ଏହି 3ଟି କଥା କହିଥିଲା। ରାବଣ ଯେବେ ମୃତ୍ୟୁ ଶଯ୍ୟାରେ ଥିଲା, ରାବଣ ପ୍ରଭୁ ଶ୍ରୀରାମଙ୍କୁ ଗୋଟିଏ କଥା କହିଥିଲେ, ତୁମଠାରୁ ସବୁଥିରେ ବଡ଼, ବୟସରେ, ବୁଦ୍ଧିରେ, ବଳରେ ସବୁଥିରେ ମୋ ଲଙ୍କା ସୁନାରେ ତିଆରି, ଧନ ଦୌଲତରେ ଭରପୁର, ମୋ ରାଜ୍ୟ ବି ତୁମଠାରୁ ବଡ଼। ଏସବୁ ମୋ ପାଖରେ ଥାଇ ବି ମୁଁ ହାରିଗଲି କ'ଣ ପାଇଁ ଜାଣିଛ? କାହିଁକି ନା ତୁମର ଭାଇ ତୁମ ସହିତ ଥିଲେ ଆଉ ମୋ ଭାଇ ମୋ ବିରୁଦ୍ଧରେ ଥିଲେ। ସବୁଠାରୁ ଗୁରୁତ୍ୱ ହେଲା ଏକତା। ଭାଇ ଭାଇଙ୍କ ମଧ୍ୟରେ ଓ ପୁଅ ନିଜ ମା ବାପାଙ୍କ ମଧ୍ୟରେ ଦୂରତା ନିଜ ଯୋଗୁଁ ହୋଇନଥାଏ, ପର ଲୋକଙ୍କ କଥା ଶୁଣି ଓ ତାଙ୍କ କଥା ବିଶ୍ୱାସ କରିବା ଯୋଗୁଁ। ଆଜି ଅନେକ ପରିବାର ମଧ୍ୟରେ ଦୂରତା ହେବାରେ ଲାଗୁଛି। ପୋତା ମୁହାଁ ହୁଅନ୍ତୁ ନାହିଁ, ଆଲୋଚନାକୁ ଡରନ୍ତୁ ନାହିଁ। ବନ୍ଦ ଲୋକଙ୍କୁ ପୋତା ମୁହାଁ କୁହାଯାଏ। ଏମାନେ କେବେ ଖୋଲି ପାରନ୍ତି ନାହିଁ। ଏମାନଙ୍କର ସମ୍ବାଦ କମ୍ୟୁନିକେସନ କେବେ ବି ଲୋକମାନଙ୍କ ସହ ହୁଏ ନାହିଁ। ଯଦି ହୁଏ ଖାଲି ଆଲୋଚନା ଓ ସନ୍ଦେହରେ ଭରି ରହିଥାଏ। ଏମାନେ ଶଙ୍କାଳୁ ହୁଅନ୍ତି। ଏମାନେ କେବଳ ଆପଣଙ୍କୁ ଅଡୁଆରେ ପକାନ୍ତି ନାହିଁ, ଆପଣଙ୍କର ମିଛ ଆଲୋଚନା ମଧ୍ୟ କରିଥାନ୍ତି। ଆପଣ ଏମିତି ପୋତାମୁହାଁ ହୁଅନ୍ତୁ ନାହିଁ। ବିକାଶର ମନ୍ତ୍ର ସବୁବେଳେ ଜିତନ୍ତୁ। ବିକାଶର ମନ୍ତ୍ର ହେଲା ସଦାବେଳେ ଜିତନ୍ତୁ। ଯଦି ଆପଣ ପରାଜୟ ଠାରୁ ପରାଜିତ ନ ହେବେ, ଆପଣଙ୍କର ସର୍ବଦା ବିଜୟ ହେବ। ଆପଣ ଜାଣିଛନ୍ତି ପରାଜୟ ପରାଜୟ ନୁହେଁ, ପରାଜିତ ଠାରୁ ପରାଜୟ ହେବା ପରାଜୟ। ପରାଜିତ ହୋଇ ଡରିଗଲେ ଆପଣ ହାରିଯାଆନ୍ତି। କେହି କେହି ପରାଜୟକୁ ଭୟ କରନ୍ତି, ତେଣୁ ସବୁବେଳେ ହାରିଯାଆନ୍ତି। କେବଳ ହାରିଯିବାର ଭୟ ପାଇଁ ହାରିଯାଆନ୍ତି, ପରାଜୟ ଠାରୁ ପରାଜିତ ହେବାର ନାହିଁ। ହାରିଯିବା ପରେ ଯେଉଁ ଡର ଆସେ, ତାହା ଆପଣଙ୍କୁ ହରାଇ ଦିଏ। ଯଦି ଆପଣଙ୍କୁ ହାରିଯିବା ପରେ ଡର ନ ଆସେ, ଆପଣ ଚେଷ୍ଟା କରିବା ବନ୍ଦ କରିନାହାନ୍ତି, ତେବେ ଆପଣଙ୍କର ପରାଜୟ ହୋଇନାହିଁ। ଏହି ପରାଜୟ ତ ଜୟ ପାଇଁ ପ୍ରେରଣା ହୋଇଛି। ପ୍ରେରଣା ନିଅନ୍ତୁ ଓ ଆଗକୁ ବଢ଼ନ୍ତୁ। ବିକାଶର ମନ୍ତ୍ରକୁ ମନେ ରଖନ୍ତୁ। ଆମେ ସର୍ବଦା ଜିତିବୁ, କାରଣ ଆମେ ପରାଜୟ ଠାରୁ ପରାଜିତ ହେବା ବନ୍ଦ କରିଦେଇଛୁ। ଆମ ଶରୀର ଆମ କଥା ଶୁଣିଥାଏ, ଆମେ ଜାଣିନଥାନ୍ତି। ଏଥିପାଇଁ ଆମେ ନିଜକୁ କୌଣସି ସୂଚନା ଦିଅନ୍ତି ନାହିଁ। ଆଜିଠାରୁ ହିଁ ଆପଣ ନିଜକୁ ଆତ୍ମସୂଚନା ଦେବାକୁ ଆରମ୍ଭ କରନ୍ତୁ। ମୁଁ ସୁସ୍ଥ ଅଟେ, ମୁଁ ଜାଗ୍ରତ ଅଟେ, ମୁଁ ସଦା ସମତାରେ ରୁହେ, ମୁଁ ନିଡର ଓ ସାହସୀ ଅଟେ, ମୁଁ ସବୁ କାମ କରିବାକୁ ସମର୍ଥ। ମୋ ଜୀବନରେ ଉତ୍ତମ ଲୋକ ପ୍ରବେଶ କରୁଛନ୍ତି। ସତ୍ୟର ପରିଚୟ ମୋତେ ଦିନକୁ ଦିନ ଅଧିକ ସ୍ପଷ୍ଟ ହେଉଛି। ପ୍ରତିଦିନ ପ୍ରତି ଦିଗରୁ ମୋ ମନ ଓ ଶରୀର ଭଲ ଆଡ଼କୁ ଗତି କରୁଛନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ବାସ୍ତୁ ସିଦ୍ଧାନ୍ତ। କ୍ରମାଗତ ଭାବେ ଅଧ୍ୟୟନ ପାଇଁ ଚେୟାରରେ ବସିବା ଦ୍ୱାରା ମେରୁଦଣ୍ଡରେ ପ୍ରେସର ଆସିଥାଏ ଏବଂ କ୍ରମାଗତ ବହୁ ସମୟ ଧରି ଅଧ୍ୟୟନରତ ହେଲେ ଏକାଗ୍ରତାରେ ବିଚ୍ୟୁତି ଦେଖାଦେଇପାରେ। ତେଣୁ 2-3 ଘଣ୍ଟା ଅନ୍ତରରେ ସାମାନ୍ୟ ବିରତି ନିଆଯାଇପାରେ। ଯଦି ଅଧ୍ୟୟନରେ ଏକାଗ୍ରତା ନ ରୁହେ, 1 ଘଣ୍ଟା ବ୍ୟବଧାନରେ ବିରତି ନିଆଯାଇପାରେ ଏବଂ ପୁଣି ପଠନରେ ଧ୍ୟାନ ଦିଆଯାଇପାରିବ। ମୂର୍ଖ ମିତ୍ରଠାରୁ
ବୁଦ୍ଧିମାନ ଶତ୍ରୁ ଭଲ, ବୁଦ୍ଧିମାନ ଶତ୍ରୁ ଠାରୁ ବୁଦ୍ଧିମାନ ମିତ୍ର ଭଲ, ବୁଦ୍ଧିମାନ ମିତ୍ର ଠାରୁ ତେଜ ମିତ୍ର ଭଲ। କାରଣ ତେଜ ମିତ୍ର ଆପଣଙ୍କ ସମ୍ବନ୍ଧରେ ସବୁ କିଛି ଜାଣିବି ଆପଣଙ୍କୁ ପସନ୍ଦ କରିଥାଏ। ଆପଣଙ୍କ ପାଇଁ ଜ୍ଞାନ ଓ ଭକ୍ତି ଜାଗ୍ରତ କରିବାର ନିମିତ୍ତ ହୋଇଥାଏ। ଦିବ୍ୟ ବ୍ୟକ୍ତି ଦ୍ୱାରା ବଡ଼ ବଡ଼ ଦୁର୍ଗୁଣ ନଷ୍ଟ ହୋଇଯାଏ, କୁସଂସ୍କାର ଭସ୍ମ ହୋଇଯାଏ, ଲକ୍ଷ୍ୟ ପ୍ରାପ୍ତି ସହଜ ହୋଇଯାଏ। ଜୟ ଶ୍ରୀ ଜଗନ୍ନାଥ।